ଲେଡାର କନସେପ୍ଟର ଆଉ ଏକ ଟ୍ରିକ୍ ଜାଣିବା। ଆମର କ୍ୱେଶ୍ଚନ୍ ହେଉଛି 1 + 1/3 + 1/2 + 1/4। ଆଗରୁ ଯେଉଁ ଲେଡାର କନସେପ୍ଟ ଆମେ ଶିଖିଥିଲେ ଏଠି ସବୁ ଗୁଡ଼ାରେ କେବଳ 1 1 1 ଥିଲା, କିନ୍ତୁ ଏଠି ଅଲଗା ଅଲଗା ସଂଖ୍ୟା ଥିଲେ କିଭଳି ଭାବରେ ଆମେ ସହଜରେ କରିପାରିବା। ପ୍ରଥମ ଟ୍ରିକ୍ଟି ଦେଖିବା। ଏଠି ଲାଷ୍ଟରେ ଅଛି କେତେ 1 ଆଉ 4, ତେଣୁ ଆମେ ଏଠି ଲେଖିବା ଆଗକୁ 1 ଆଉ 4 ଲେଖିବା। ତାପରେ ଏଠି ଅଛି 2 3 1, ତେଣୁ ଏଇଠି ତାର ଆମେ ତିନିଟି ସ୍ଥାନରେ ଏଇଠି ଉପରେ ଆମେ 2 ଗୋଟେ ଲେଖିବା, ତାପରେ 3 ଲେଖିବା, ତାପରେ 1 ଲେଖିଲା। ଏଠି ଲେଖିବା 2 3 1। ଏଇଠି ଥାର୍ଡ଼ ଥାକରେ ଯେଉଁ 2 ଅଛି ଏଠି ଲେଖିଲି, ତାପରେ ଏଇଠି ଦ୍ୱିତୀୟରେ 3 ଅଛି 3 ଲେଖିଲି, ତାର ଫାଷ୍ଟ 1 ଅଛି, ଯାହା ଥିବ ଲେଖିବା। ବର୍ତ୍ତମାନ ଏଇଠି କେତେ ହେବ, ଏଇଠି କେତେ ହେବ, ଏଇଠି କେତେ ହେବ ଜାଣିବା କିପରି ନା, ଯେହେତୁ ଏଠି ସବୁବେଳେ ପ୍ଲସ୍ ଅଛି ତ ପ୍ଲସ୍ ଥିଲେ ଆମେ ପ୍ଲସ୍ କରିବା। କେମିତି ପ୍ଲସ୍ କରିବା ନା, ଏଇଠି ଏଟାକୁ ମାଲ୍ଟିପ୍ଲାଏ କରିବା। 2 4 ଯା 8, 2 ଚକ 8 ହେଲା, ଏବଂ ଯେହେତୁ ଏଠି ପ୍ଲସ୍ ଅଛି ତେଣୁ ଏଟାକୁ ଆମେ ଏଡ଼୍ କରିଦେବା। 2 ଚକ 8 ଆଉ +1 ହେଲା, ହେଲେ ଏଠି 9 ଲେଖିବା। ସେଭଳି ଭାବରେ ଏଇଠି 9 3 27 27 ଆଉ 4 27 4 ହେଲା 31 ଲେଖିଦେଲି। ପୁଣି ସେଭଳିଆ ଏଟା ମାଲ୍ଟିପ୍ଲାଏ କରିବା। 31 3 31 +9 ହେଇଗଲା 40। ତେଣୁ ଆମର ଉତ୍ତରଟି ହେଇଗଲା କେତେ ନା 40/31। ବୁଝିହେଲା। ପ୍ରଥମେ ଆଉ ଥରେ ଦେଖିବା। ଏଇଠି ଲେଡାର ସିଡ଼ିର ତୃତୀୟ ପାହାଚରେ ଲାଷ୍ଟରେ ଅଛି 1/4, ତେଣୁ ମୁଁ ଏଠି ଲେଖିଲି 1 ଆଉ 4। ତାପରେ କି କଲି, ଏଠି 3 ଥାକ ଅଛି 1 2 3, ତେଣୁ 3 ଥାକ ପାଇଁ 3ଟି ସ୍ଥାନ ନେଲି। ଏଇଠି ତୃତୀୟ ଥାକରେ 2 ଅଛି, ଦ୍ୱିତୀୟ ଥାକରେ 3 ଅଛି ଏବଂ ପ୍ରଥମ ଥାକରେ 1 ଅଛି। ବର୍ତ୍ତମାନ ଏଠି ସବୁଗୁଡ଼ାରେ ପ୍ଲସ୍ ଅଛି, ତେଣୁ ମୁଁ କି କରି ପ୍ରଥମେ ଏଇଠି 2 ଚକ 8 ଆଉ ଲେଫ୍ଟ ସାଇଡ଼ରେ ଯାହା 1 ଅଛି ତାକୁ ମୁଁ ଯୋଗ କରିବି। 2 ଚକ 8 ଆଉ 1 9, ସେଭଳିଆ 9 3 27 ଆଉ 4 31, 31 1 31 ଆଉ 9 ହେଲା 40। ଉତ୍ତର କେତେ ହେବ 40/31। ଏଇଭଳି ଭାବରେ କ୍ୱେଶ୍ଚନ୍ ପଡ଼ିଲେ ଆମେ କରିପାରିବା।